नमस्कार बंधुगण आपण समस्तଙ୍କୁ टीबीसी ओडिया चैनल रे स्वागत। आज ମୁଁ ଆପଣମାନଙ୍କୁ ଏମିତି ଏକ ଚମତ୍କାରୀ ଉପାୟ କହିବି, ଏମିତି ଏକ ଚମତ୍କାରୀ ଗଛ ବିଷୟରେ କହିବି ଯେଉଁ ଛୋଟିଆ ଗଛର ତାହାରି ଶକ୍ତି ଏତେ ମାତ୍ରା ଯେ ଆପଣଙ୍କର ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବରେ ପରିଣତ କରିଦେବ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯାହା ସବୁ କହୁଛି ସେ ସବୁ ତନ୍ତ୍ରଶାସ୍ତ୍ରରେ ଲେଖା ଅଛି। ତନ୍ତ୍ରଶାସ୍ତ୍ରରେ ଯାହା ଲେଖା ଅଛି ସେ ସବୁ ମୁନି ଋଷିମାନେ ତପସ୍ୟା କରିକି ସିଦ୍ଧି କରିକି ଲେଖିଛନ୍ତି। ଏହି ଭିଡ଼ିଓଟିରେ ମୁଁ ଆପଣମାନଙ୍କୁ ଯେଉଁ ପ୍ରୟୋଗଟି କହିବାକୁ ଯାଉଛି ସେଇ ପ୍ରୟୋଗଟି ଯଦି କରିବେ ତାହେଲେ ଆପଣଙ୍କ ଲାଗି ରହିଥିବା ସମସ୍ତ ଦୁଃଖ କଷ୍ଟ ସମସ୍ୟା ଯେକୌଣସି କାମଧାମ କରୁଛନ୍ତି ସେ କାମ ଅଧାରେ ଅଟକି ରହୁଛି ତାହେଲେ ନିଶ୍ଚିନ୍ତ ଭାବରେ ପୁରା ହେବାକୁ ଲାଗିବ। ପ୍ରଥମ, ଯଦି ଆପଣ କୌଣସି କାମଧନ୍ଦା କରୁଛନ୍ତି କିନ୍ତୁ ସେଇ କାମଧନ୍ଦା ଅଧାରେ ରହିଯାଉଛି, ଅଧାରେ ଅଟକିକି ରହୁଛି କିମ୍ବା ଆପଣ ଯେକୌଣସି ବେପାର ବଣିଜ ତା ସହିତ ଆପଣଙ୍କର ଯାହା ବି ଧନ୍ଦାବାଡ଼ି ଚାଲୁଥିଲା ସେସବୁ ଠିକ୍ ଭାବରେ ଚାଲୁନାହିଁ, ଆପଣଙ୍କର ଶତ୍ରୁ ସମସ୍ୟା ଲାଗି ରହୁଛି, ଆପଣଙ୍କର ଶତ୍ରୁ ଆପଣଙ୍କର କ୍ଷୟକ୍ଷତି କରୁଛନ୍ତି, ଆପଣଙ୍କୁ ହଇରାଣ ହରକତ କରୁଛନ୍ତି, ତା ସହିତ ଆପଣଙ୍କ ଘରେ ସବୁବେଳେ ଦୁଃଖ ଦୁର୍ଦ୍ଦଶା କଷ୍ଟ, ତା ସହିତ ଯେତେ ରୋଜଗାର କଲେ ମଧ୍ୟ ଘରେ ଟଙ୍କାଟେ ହେଲେ ରହୁନାହିଁ, ଏପଟରୁ ଆସି ଆଉ ଗୋଟେ ପଟକୁ ସେ ଟଙ୍କା ଚାଲିଯାଉଛି, ଆପଣଙ୍କ ହାତରେ ଧରାଛୁଆଁ ଦେଉନାହିଁ ଟଙ୍କା ପଇସା, ଘରେ ସବୁବେଳେ କଳିକଜିଆ ଝଗଡ଼ା ଝାଣ୍ଟି ଏସବୁ ଲାଗି ରହୁଛି, ତାହେଲେ ଆଜିର ଭିଡ଼ିଓଟିରେ ମୁଁ ଆପଣମାନଙ୍କୁ ଗୋଟେ ଉପାୟ କହୁଛି ଏହି ଗଛ ବିଷୟରେ। ଏହି ଗଛର ମାତ୍ର ଖଣ୍ଡିଏ ଚେର ଆପଣଙ୍କର ଭାଗ୍ୟଟିକୁ ସମ୍ପୂର୍ଣ୍ଣ ଭାବରେ ଚମକାଇ ଦେବ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ଯାହା ସବୁ କହୁଛି ସେସବୁ ଆପଣମାନେ ଠିକ୍ ଭାବରେ ବୁଝିପାରୁଥିବେ, ଶୁଣିପାରୁଥିବେ। ଯଦି ଆପଣମାନେ ଏହି ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେଉଁ ଉପାୟଟି କହିବି ସେଇ ଉପାୟ ନିହାତି ଭାବରେ ଆପଣମାନେ ସହଜ ଭାବରେ କରିପାରିବେ ଏବଂ ଉପକୃତ ହୋଇପାରିବେ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇ ପ୍ରୟୋଗ ବିଧିଟି ଜଣାଇ ଦେଉଛି। କିନ୍ତୁ ତାହାରି ପୂର୍ବରୁ ଆପଣମାନେ ଚ୍ୟାନେଲଟିକୁ ନୂଆ ଦେଖୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଦୟାକରି ସମସ୍ତ ଭାଇ ଭଉଣୀ ଭିଡ଼ିଓଟିକୁ ନିହାତି ଭାବରେ ଲାଇକ୍ କରନ୍ତୁ। କାରଣ ଆପଣମାନେ ହଜାର ହଜାର ସଂଖ୍ୟାରେ ଭିଡ଼ିଓଟିକୁ ଦେଖନ୍ତି, ଲାଇକ୍ କରିବା ପାଇଁ ଭୁଲି ଯାଆନ୍ତି। ଦୟାକରି ଆପଣମାନେ ନିଶ୍ଚିନ୍ତ ଭାବରେ ଭିଡ଼ିଓଟିକୁ ଲାଇକ୍ କରି ନିଅନ୍ତୁ। ବନ୍ଧୁଗଣ, ଆପଣଙ୍କ ମୋବାଇଲ ସାମ୍ନାରେ ଯେଉଁ ଗଛର ଚେରଟି ଦେଖାହେଉଛି ଏହି ଗଛଟିକୁ ଦେଖିଲେ ଆପଣମାନେ ନିହାତି ଭାବରେ ଚିହ୍ନି ପାରୁଥିବେ। ଏହି ଗଛଟିକୁ ବାଡ଼ି ଅଁଳା କୁହାଯାଏ। ଦେଖନ୍ତୁ ଅତି ଛୋଟିଆ ହୋଇଥାଏ ଏହି ଗଛ ଏବଂ ଏହା ବିଲରେ ବଣରେ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କର ବାଡ଼ି ପଟରେ ମଧ୍ୟ ମିଳୁଛି ତାହେଲେ ମଧ୍ୟ ଏହାକୁ ପ୍ରୟୋଗ କରିପାରିବେ। କିନ୍ତୁ ଆପଣ ଗୋଟେ କାମ କରିବେ, ଏହି ଗଛଟିକୁ ଭଲ ଭାବରେ ଚିହ୍ନି ନିଅନ୍ତୁ। ପ୍ରଥମେ ଏହି ଗଛଟିର ତାହାରି ଯେଉଁଟାକି ଫଳଟି ଅତି ଛୋଟିଆ ହୋଇଥାଏ। ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ଭଲ ଭାବରେ। ଏହି ଗଛଟିକୁ ଦେଖୁଛନ୍ତି ତାହାରି ପତ୍ର କେମିତି ଦେଖାଯାଉଛି, ତାହାର ଫଳ ଛୋଟିଆ ଛୋଟିଆ ହୋଇଛି। ତ ଆପଣ କ'ଣ କରିବେ, ଦେଖନ୍ତୁ ଏହି ଗଛକୁ ଚିହ୍ନିଲେ ତ ଏହି ଗଛ ନାଁ ହେଉଛି ବାଡ଼ି ଅଁଳା। ଦେଖନ୍ତୁ ଏହା ଜଙ୍ଗଲରେ କିମ୍ବା ବଣ ବିଳରେ ବାଡ଼ିରେ ମଧ୍ୟ ଅତି ସହଜରେ ମିଳିଯାଉଛି। ଯେକୌଣସି ଗୁରୁବାର ହେଇଥିବ, ଗୁରୁବାର ପୁଷ୍ୟା ନକ୍ଷତ୍ର ହୋଇଥିବ, ବୁଝିଲେ, ଗୁରୁ ପୁଷ୍ୟା ନକ୍ଷତ୍ର ଦିନ ଏହି ଗଛର ଚେରଟିକୁ ଆପଣ ଆଣିବାକୁ ପଡ଼ିବ। ବୁଝିଲେ, ଗୁରୁ ପୁଷ୍ୟା ନକ୍ଷତ୍ର ଯେଉଁ ଦିନ ପଡ଼ୁଛି ସେଇଦିନ ହିଁ ଆଣିବେ। କିନ୍ତୁ ତାହାରି ପୂର୍ବରୁ ସନ୍ଧ୍ୟାରେ, ବୁଝିଲେ, ତାହାରି ପୂର୍ବ ଦିନ ସନ୍ଧ୍ୟାରେ କ'ଣ କରିବେ, ଏହି ଗଛ ମୂଳ ପାଖରେ ଯଥା ବିଧି ଅନୁସାରେ ପୂଜା ବିଧି ନିମନ୍ତ୍ରଣ କରିବେ। ପୂଜା ଅର୍ଚ୍ଚନା ଯେମିତି ଭଗବାନଙ୍କୁ ପୂଜା ଅର୍ଚ୍ଚନା ଯେମିତି କରନ୍ତି ସେଇ ଗଛ ମୂଳ ପାଖରେ ଧୂପ ଦୀପ ନୈବେଦ୍ୟ ପଞ୍ଚାମୃତ ହଳଦୀ ଗୁଣ୍ଡ ଅରୁଆ ଚାଉଳ ତା ସହିତ ଆପଣ ଗୁଆ ନିମନ୍ତ୍ରଣ ଦେବେ ଆଉ ପଳେଇ ଆସିବେ ନମସ୍କାର କରିକି ନିଜର ଦୁଃଖ କଷ୍ଟ ଜଣେଇକି ସେଇ ଗଛ ଉପରେ। ତାହାପରେ ଘରକୁ ଚାଲି ଆସିଲେ କେଉଁଦିନ କରିବେ, ଗୁରୁ ପୁଷ୍ୟା ନକ୍ଷତ୍ର ଯେଉଁଦିନ ଅଛି ତାହାରି ପୂର୍ବ ଦିନ ସନ୍ଧ୍ୟା ସମୟରେ ଅର୍ଥାତ୍ ବୁଧବାର ସନ୍ଧ୍ୟା ସମୟରେ। ତାହାପରେ ଗୁରୁ ପୁଷ୍ୟା ନକ୍ଷତ୍ର ବା ଗୁରୁବାର ଯେଉଁ ପୁଷ୍ୟା ନକ୍ଷତ୍ର ପଡ଼ିଥିବ, ଆପଣ କେମିତି ଜାଣିବେ ଗୁରୁବାର ପୁଷ୍ୟା ନକ୍ଷତ୍ର କେଉଁ ଦିନ ପଡ଼ୁଛି? ଯେକୌଣସି କ୍ୟାଲେଣ୍ଡର କିମ୍ବା ଯେକୌଣସି ଜ୍ୟୋତିଷକାରକୁ ଯେଉଁମାନେ ପାଞ୍ଜିଖାଡ଼ି ଦେଖନ୍ତି ସେମାନଙ୍କୁ ପଚାରିପାରିବେ। ବୁଝିଲେ, ଜ୍ୟୋତିଷ ବିଦ୍ୟା ଯେଉଁମାନେ ଶିଖିଛନ୍ତି ସେମାନଙ୍କୁ ପଚାରିପାରିବେ। ତ ଆପଣ ଗୁରୁ ପୁଷ୍ୟା ନକ୍ଷତ୍ର ଦିନ ସେଇ ଗଛର ଚେରଟିକୁ ଆଣିବେ। ଆଣିଲା ପରେ କ'ଣ କରିବେ ଏବେ ଧ୍ୟାନ ଦେଇକି ଶୁଣନ୍ତୁ। ଦେଖନ୍ତୁ, ଯଦି ଆପଣଙ୍କର ବେପାର ବଣିଜ ଠିକ୍ଠାକ୍ ଚାଲୁନାହିଁ, ଆପଣଙ୍କର ମାନ୍ଦା ଚାଲୁଛି ଦୋକାନଟି, ତାହେଲେ ସେଇ ଚେରଟିକୁ କଲା କପଡ଼ାରେ ଗୋଡ଼େଇ ଦେବେ ଏବଂ ନିଜର ଦୋକାନରେ ରଖିବେ, ଯେଉଁଟାକି ବ୍ୟବସାୟ କ୍ଷେତ୍ରରେ ଏହା କାମ କରିବ। ଯଦି ଆପଣଙ୍କ ଘରେ କଳିକଜିଆ ଝଗଡ଼ା ଝାଣ୍ଟି ଯେତେ ରୋଜଗାର କଲେ ବି ଟଙ୍କାଟେ ଅଣ୍ଟୁ ନାହିଁ ବା ରହୁନାହିଁ, ତାହେଲେ ଗୋଟିଏ ହଳଦିଆ କପଡ଼ା ନେବେ, ତାପରେ ସେଇ ଗଛର ଚେରଟିକୁ ରଖିବେ, କିଛି ଅରୁଆ ଚାଉଳ ସିନ୍ଦୁର ଦେବେ ଏବଂ ଝୁଣା ଦେବେ, ତାକୁ 7 ଗଣ୍ଠି ଦେଇକି ନିଜର ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିବେ। ଏହାଦ୍ୱାରା ଆପଣଙ୍କ ଘରେ
ଧନ ସମ୍ପତ୍ତିର ନିଶ୍ଚିତ ଭାବରେ ଯୋଗ ବନିବ। ଯଦି ଆପଣଙ୍କର ଟଙ୍କା ପଇସା କେଉଁଠି ବୁଡ଼ି ଯାଇଛି, ଉଧାର ପଡ଼ିଯାଇଛି କିମ୍ବା ମିଳୁନାହିଁ, ତାହେଲେ ନିହାତି ଭାବରେ ମିଳିବ। ତା ସହିତ ଆପଣଙ୍କର ଶତ୍ରୁ ସମସ୍ୟା ମଧ୍ୟ ଦୂର ହେବ। ଆଉ ଗୋଟେ କଥା, ଯଦି ପାରିବେ ଏହି ଚେରଟିକୁ ଗୋଟିଏ ତାବିଜରେ ପୂରେଇକି ଯଦି ପିନ୍ଧିବେ, ତାହେଲେ ମୁଁ ଗ୍ୟାରେଣ୍ଟି ଦେଉଛି ଆପଣଙ୍କର ଶତ୍ରୁ ସମସ୍ୟା ମଧ୍ୟ ଦୂର ହେବ। ଆଉ ଯାହା କାମଧନ୍ଦା ଅଟକି ରହିଛି, ସେଇ ଚେରଟିକୁ ପିନ୍ଧିବା ଦ୍ୱାରା ଆପଣଙ୍କର କାମଧନ୍ଦା ଠିକ୍ ଭାବରେ ଚାଲିବାକୁ ଲାଗିବ। ଯଦି ଆପଣମାନେ ଏସବୁ କରିବାକୁ ଚାହୁଁଛନ୍ତି, ତାହେଲେ ନିହାତି ଭାବରେ ଦିନ ତିଥି ନକ୍ଷତ୍ର ଅନୁସାରେ ଦେଖିକି କରନ୍ତୁ। ଆଉ ଯଦି କରିପାରିବେ ନାହିଁ, ତାହେଲେ ଆପଣମାନଙ୍କ ପାଇଁ ଗୋଟିଏ ସୂଚନା। ଆମେ ତିଆରି କରୁଛୁ 108 ପ୍ରକାର ଚେରିମୂଳିକୁ ନେଇକି ତାବିଜ। ଏହି ତାବିଜଟି ଅନେକ ପ୍ରକାର ଚେରିମୂଳିକୁ ପୂଜାବିଧି କରିକି ବିଧିବିଧାନ ଅନୁସାରେ, ନୀତି ନିୟମ ଅନୁସାରେ ପୂଜାବିଧି ସିଦ୍ଧି କରିକି ଦିଆଯାଉଛି। ଏହି ତାବିଜ ପିନ୍ଧିବା ଦ୍ୱାରା ଆପଣଙ୍କର ସମସ୍ତ କ୍ଷେତ୍ରରେ ଆସିବ। ଏହି ତାବିଜ ଯଦି ଆପଣ ପିନ୍ଧିବେ, ଆପଣଙ୍କଠାରେ ସମସ୍ତେ ବଶୀକରଣ ହେବେ, ସମସ୍ତେ ମୋହିନୀ ହେବେ। ଆପଣଙ୍କର ଯାହା କାମଧନ୍ଦା ଚାଲୁନାହିଁ, କାମଧନ୍ଦା ଚାଲିବ। ବେପାର ବଣିଜ ଚାଲୁନାହିଁ, ବେପାର ବଣିଜ ଚାଲିବ। ଶତ୍ରୁ ସମସ୍ୟା ଠାରୁ ମୁକ୍ତି ପାଇପାରିବେ। ଆପଣଙ୍କର ଗ୍ରହ ସମସ୍ୟା ଦୂର ହେବ, ବିବାହ ସମସ୍ୟା ଦୂର ହେବ। ସ୍ୱାମୀ ସ୍ତ୍ରୀ ଭିତରେ କଳି ଝଗଡ଼ା ହେଉଛି ସବୁବେଳେ, ସେ ସମସ୍ୟା ବି ଦୂର ହେବ। ଯଦି ପ୍ରେମ ସମସ୍ୟା ଅଛି, ସ୍ତ୍ରୀ ଯଦି ଆପଣଙ୍କର ସେ ଝିଅଟି ଛାଡ଼ିକି ଚାଲିଯାଇଛି କିମ୍ବା ପୁଅଟି ଛାଡ଼ିକି ଚାଲିଯାଇଛି, ସେଇ ସମସ୍ୟା ବି ଦୂର ହେବ। କହିବାକୁ ଗଲେ ଆପଣଙ୍କର ସମସ୍ତ ସମସ୍ୟା ପାଇଁ ଆମେ ତାବିଜ ଦେଉଛୁ। ଯଦି ଆପଣଙ୍କର କୌଣସି ପ୍ରକାର ତାବିଜ ଦରକାର ଅଛି, ତାହେଲେ ଆପଣମାନେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରନ୍ତୁ। ଏହି ନମ୍ବରରେ ଆପଣଙ୍କର ଡିଟେଲ୍ସ ପଠାନ୍ତୁ, ଆଡ୍ରେସ୍ ପଠାନ୍ତୁ, ଆପଣଙ୍କର ସମସ୍ୟା ଜଣାନ୍ତୁ, କେତେ ଟଙ୍କା କ'ଣ ଖର୍ଚ୍ଚ ହେବ ତାହା ଆମେ ଜଣାଇଦେବୁ। ପଇସା ପଠାଇଲା ପରେ ଆପଣଙ୍କୁ ପାର୍ସଲ ବା ପୋଷ୍ଟାଲରେ ପଠାଇଦେବୁ, ବାଇ ପୋଷ୍ଟରେ, ଯାହା କେବଳ 5ରୁ 6 ଦିନ ଭିତରେ ମିଳିବ। ଯଦି ଆପଣଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଚାହାନ୍ତି, ତାହେଲେ ଆମକୁ ଯୋଗାଯୋଗ କରିପାରିବେ।